ଏଇ ଆମେ ସି ବିଚ୍ରୁ ଆସିଛୁ ଏଇ ରାଧାକୃଷ୍ଣ ମନ୍ଦିର ଏଠି ପହଞ୍ଚିଗଲୁ 1 କିଲୋମିଟର ଡିଷ୍ଟାନ୍ସ ଭିତରେ ହେବ। ଏଠି ପୁରା କଲରଫୁଲ୍ ମାଛ ଗୁଡ଼ା ଅଛି। ଦାନା ଆଣିକି ଦାନା ଦେଲେ ମାଛ ଗୁଡ଼ା ପୁରା ଚାଲି ଆସିବେ ପୁରା ମାଛ ଦାନା ଖାଇବାକୁ ଜମ୍ପ କରି ପୁରା ଗୋଲ୍ଡେନ୍ କଲର୍ ଫିସ୍ ଏଠି। ତାପରେ ଏଠି ମାଛକୁ ଦାନା ଦେଇ ସାରିଲା ପରେ ଆମେ ଗଲୁ ମନ୍ଦିର ଭିତରକୁ। ସେଇଠି ମନ୍ଦିର ଅଛି ସବୁ ନବଗ୍ରହର ଠାକୁର ଅଛନ୍ତି। ଫାଷ୍ଟ ଠାକୁର ସବୁ ନେଇସାରିଲା ପରେ ରାଧାକୃଷ୍ଣ ମନ୍ଦିରଟା ବହୁତ ସୁନ୍ଦର ହେଇଛି। ମନ୍ଦିର ବି ଚାରିପଟେ ପୁରା ପାଣି ତାପରେ ଇଏ କହିଲେ ଚାଲ ବୋଟିଂ କରିବା। ଆମେ ସେ ପାଣିରେ ଲେକ୍ଟାରେ ବୋଟିଂ କଲୁ। ମୁଁ କହିଲି ଆମେ 2 ଜଣ ଯିବା? କହିଲେ ହଁ 2 ଜଣ ଯିବା। ମୁଁ କହିଲି ବୋଟିଂ କରିବା, ତୁମେ ତ ପହଁରା ଶିଖିଛ, ମୁଁ ତ ଶିଖିନି। କହିଲେ ଚାଲ ଦେଇକି ତାକୁ 2 ଜଣ ଯାକ ବୋଟିଂ କଲୁ। ଏ ମନ୍ଦିର ସାଇଡ଼୍ରେ ଯେଉଁ ବିଲ୍ଡିଂ ଗୁଡ଼ା ଅଛନ୍ତି ଏଗୁଡ଼ା ହେଉଛି ଲୋକ ସବୁ ଆସିକି ଷ୍ଟେ କରନ୍ତି। ମ୍ୟାରେଜ୍ ଫ୍ୟାରେଜ୍ରେ ବି ଲୋକ ଆସିକି ଏଠି ରୁହନ୍ତି, ହୋଲ୍ଡ କରନ୍ତି। ଭଲ ଇଏଟା। ଆମେ ବୋଟିଂ କରୁ କରୁ ମୋତେ କହିଲେ ଚାଲ ଆମେ ସେଲ୍ଫିରେ ଭିଡ଼ିଓ କରିବା, ମୁଁ ତୁମ ପଟକୁ ଆସୁଛି। ସିଏ ଅପୋଜିଟ୍ ସାଇଡ଼୍ ମୁଁ ଅପୋଜିଟ୍। ମୁଁ କହିଲି ନା ବାଲାନ୍ସ ରହିବନି। କ'ଣ କରିଛନ୍ତି ମାନିଲେନି, ମୋ ସାଇଡ଼୍କୁ ଆସିଲେ। ବୋଟ୍ଟା ଯାଇକି କାନ୍ଥରେ କୁଟିଗଲା। ଆଉ ସେଠି ଦେଖିଲା ଆପଣଙ୍କ ଯେଉଁ କାନ୍ଥରେ କୁଟିଲା, ମୁଁ ସେଠି କହିଲି ତୁମେ ଯାଅ ଏଠୁ ଶୀଘ୍ର, ନହେଲେ ଏଇଟା ବୋଟ୍ଟା ବୁଡ଼ିଯିବ। ସେଠି ଯେଉଁ ସେପଟେ ସାଇଡ଼୍ ଜର୍ମାନ ସେପଟେ ଦେଖୁଛନ୍ତି ନା 2ଟା କୁକୁର ବନ୍ଧା ହେଇଥିଲା। ସିଏ ଯେଉଁ ଭୋ ଭୋ କଲେ, ମୁଁ କହିଲି ସେ କୁକୁର ବି ଦୌଡ଼ି ଛିଡ଼ିକି ଜମ୍ପ କରିଦେବେ ଆମ ଉପରକୁ, ତୁମେ ଚାଲ ତୁମ ଜାଗାକୁ ଯାଅ। ତାପରେ ପୁଣି ତାଙ୍କ ପଟେ ସେ ବସିଲେ, ମୁଁ ଏପଟ ସାଇଡ଼୍ ବସିଲି। ପୁଣି 2 ଜଣ ବୋଟିଂ କରିକି ତାପରେ ପୁଣି ଆମେ ଧୀରେ ଧୀରେ ବୋଟିଂ କରି ଦେଖୁଛନ୍ତି ଯେଉଁ ମନ୍ଦିର ପୁରା ବୋଟିଂ ସାଇଡ଼୍ରେ ଏଇ ଯେଉଁ ବିଲ୍ଡିଂ ଗୁଡ଼ା ଦେଖୁଛନ୍ତି, ସେଇ ବିଲ୍ଡିଂ ଗୁଡ଼ାରେ ସବୁ ଲୋକ ଆସିକି ହୋଲ୍ଡ କରନ୍ତି ରହିବା ପାଇଁ। ତାପରେ ବୋଟିଂ କରି ଆମେ ଆସିକି ପୁଣି ପହଞ୍ଚିଗଲୁ ଆମ ଜାଗାରେ। ସେଠି ସେ ଭାଇ ଆସିକି ବୋଟ୍ଟା ଧରିଲେ, ଆମେ ପୁଣି ଓହ୍ଲେଇଲୁ। ବୋଟିଂ ଏଇ ଘର ଦେଖୁଛନ୍ତି, ଏଇ ହେଲା ମନ୍ଦିର। ସେ ମନ୍ଦିରଟା ଯେଉଁ ରାଧାକୃଷ୍ଣ ମନ୍ଦିରଟା ଏଇଟା ସେଇଟା ବାସ୍। ତାପରେ ମୁଁ କହିଲି ମୋତେ ଭୋକ ଲାଗିଲାଣି, ମୁଁ ନ ଖାଇଲେ ଆଉ ଯିବିନି, ମୋତେ ଦହିବରା ଦିଅ। ସେ ମତିଗଞ୍ଜରେ ଯେଉଁ ଗୋଟେ ଭାଇନା ଦହିବରା କରିଛନ୍ତି ବିନା ପିଆଜ ରସୁଣ, ବହୁତ ଟେଷ୍ଟି ସେଠି। ମାନେ ମନ୍ଦିର ଭିତରେ ତ ବିନା। ତାପରେ ମୁଁ କହିଲି ଆଇସ୍କ୍ରିମ୍ ଗୋଟେ ଖାଇବି। ଆଇସ୍କ୍ରିମ୍ ଖାଇଲି, ଖାଇ ଖୁଆ ଦେଇକି ଫେର ଘରକୁ ପଳେଇ